ପୂର୍ବରୁ ଆମେମାନେ ଦେଖିଥିଲେ ପୁଷ୍ପପୁରରେ ବର୍ଷାବରଣ ତଥା ତିନି ତୁଣ୍ଡରେ ଛେଲି କୁକୁର ସମ୍ପର୍କରେ। ତ ବର୍ତ୍ତମାନ ଆମେମାନେ ଦେଖିବା ଯେ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା, ଯାହାକି ପ୍ରାବନ୍ଧିକ ଗୋଲକ ବିହାରୀ ଜଲ, ଯିଏକି ସ୍ୱାଧୀନତା ପରବର୍ତ୍ତୀ ପ୍ରାବନ୍ଧିକ। ସେ ଭାଷା, ସାହିତ୍ୟ, ସଂସ୍କୃତି, ଶିକ୍ଷା, ଶିକ୍ଷକ, ଜାତୀୟବୋଧ, ଜାତୀୟ ସ୍ତରର ସମସ୍ୟାକୁ କେନ୍ଦ୍ର କରି ପ୍ରବନ୍ଧମାନ ରଚନା କରିଥିଲେ। ତା ସହ ସେ ଭାଷା ସମ୍ବନ୍ଧୀୟ ପୁସ୍ତକ ମଧ୍ୟ ରଚନା କରିଥିଲେ। ତାଙ୍କର ରଚନା ସମ୍ଭାର ମଧ୍ୟରେ ଧ୍ୱନି ବିଜ୍ଞାନ, ଭାଷାଶାସ୍ତ୍ର ପରିଚୟ, ଇଂରାଜୀ ଉଚ୍ଚାରଣ ଶିକ୍ଷା, ମଣିଷର ଭାଷା ଆଦି ପ୍ରଧାନ। ତା ସହ ଅନେକ ଗୁଡ଼ିଏ ସଫଳ ଅନୁବାଦ କରିଥିଲେ। ଗୋଦାନ, ପ୍ରେମଚାନ୍ଦ ଗଳ୍ପମାଳା, ଭାରତ ମୋର ଘର ତଥା ଲଣ୍ଡନ ଚିଠି, ଆମେରିକା ଅନୁଭୂତି, ଗଙ୍ଗାରୁ ଗୋଦାବରୀ ଆଦି ଭ୍ରମଣ କାହାଣୀ ମଧ୍ୟ ରଚନା କରିଥିଲେ। ତାଙ୍କର ଜନ୍ମ ହୋଇଥିଲା 1921 ମସିହା ଢେଙ୍କାନାଳର ଗଞ୍ଜେଇଢିଅ ଗାଁରେ ତଥା ତାଙ୍କର ତିରୋଧାନ ହୋଇଥିଲା 1924 ମସିହା। ଏଠାରେ ଭୁଲ ଅଛି ବୋଧେ, 1921 ଏବଂ 1974 ମସିହାରେ ହେଲା। ଏଠାରେ 2 ଅଛି, ଏହା 7 ହେବ। ତ ସ୍ୱାଧୀନ ଦେଶରେ ଶିକ୍ଷା ଚିନ୍ତା, ଏ ସ୍ୱାଧୀନ ଦେଶରେ ପୁଣି ଶିକ୍ଷା ଚିନ୍ତା କାହିଁକି ଆସିଲା? କାହିଁକି ନା ପ୍ରଥମେ କାହାକୁ ସ୍ଥାନ ଦିଆଗଲା? ଶିକ୍ଷାକୁ ନା ଚାଷୀକୁ? ଚାଷକୁ ସେଇଭଳି ଭାବରେ ଗୋଟେ ତର୍କ ବିତର୍କକୁ ନେଇକି ଏହି ପ୍ରବନ୍ଧଟି ଆଗେଇ ଚାଲିଛି। ତ ଲେଖକ ଗୋଟେ ଜିଲ୍ଲା ପରିଷଦ ସଭାରେ ଉପସ୍ଥିତ ଥିଲେ। ସେଠାରେ ସାମୂହିକ ବିକାଶ, ବର୍ଷର ସାମୂହିକ ବିକାଶ ପାଇଁ ଯେତେ ଗୁଡ଼ିଏ ବିଷୟ ଆଲୋଚନା କରାଯାଇଥିଲା, କୃଷିକୁ ପ୍ରଥମ ସ୍ଥାନ ଦିଆଯାଇଥିଲା ବେଳେ ଶିକ୍ଷାକୁ ସବାଶେଷ ସ୍ଥାନ ଦିଆଯାଇଥିଲା। ସେଠାରେ ବହୁ ଯୋଜନା ସମ୍ପର୍କରେ କୁହାଯାଉଥିଲା, ଲୋକଙ୍କୁ ବୁଝାଯାଉଥିଲା, ହେଲେ ଲୋକମାନେ ବୁଝି ନାହାନ୍ତି କି ତାହା ସଫଳ ମଧ୍ୟ ହେଉନାହିଁ। ତାପରେ ଲୋକଙ୍କର ଯୋଜନାକୁ ବୁଝିବା ପାଇଁ ଉପଯୁକ୍ତ ଶିକ୍ଷା ମଧ୍ୟ ନାହିଁ, ସେମାନେ ବୁଝିପାରିବେ କିଭଳି। ମାଟିକୁ ପାଗ କରି ମଞ୍ଜି ପୋତି ଫସଲ ଉତାରିବା ସହ ଲେଖକ ଲୋକଙ୍କୁ ଶିକ୍ଷିତ କରି ଯୋଜନା ପ୍ରଣୟନ କରିବା କଥାଟାକୁ ତୁଳନାତ୍ମକ ଭାବରେ ତାହାକୁ ତୁଳନା କରିକି ହିଁ ଆଲୋଚନା କରୁଛନ୍ତି। ଅନ୍ୟଥା ପଡ଼ିଆ ଭୂଇଁରେ ଫସଲ ବୋଇଲେ ଗୋରୁ ଚରି ଯିବେ, ପଡ଼ିଆ ଭୂଇଁରେ ଫସଲ ବୁଣିଲେ କ'ଣ ହୋଇଯିବ ନା ଗୋରୁ ଚରିଯିବ ବୋଲି ଯୋଜନା ବିଫଳ ହେବା କଥା କହିଛନ୍ତି। ଯୋଜନାଠାରୁ ଶିକ୍ଷାକୁ ପ୍ରାଧାନ୍ୟ ଦିଆଗଲେ ଉଭୟ ଭିତରେ ସମନ୍ୱୟ ରକ୍ଷା ରହିବ, ଯାହାଫଳରେ ସଫଳ ହୋଇପାରିବ। ଜାତିସଂଘର ଶିକ୍ଷା ରିପୋର୍ଟରୁ କୁହାଯାଇଛି ଯେ ଏସିଆର ଅଧିକାଂଶ ବଡ଼ ସମସ୍ୟାରେ ଲୋକମାନେ ଅଶିକ୍ଷିତ, ନିରକ୍ଷର ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ଆଗେଇ ପାରୁନାହିଁ। ସେମାନେ ଅନଏଜୁକେଟେଡ଼ ଆଉ ଇଲିଟରେଟ୍ ଥିବାରୁ ସେମାନେ କିଛି ବୁଝିପାରୁନାହାନ୍ତି ଯୋଜନା ସମ୍ପର୍କରେ, ଯାହାକି ଆଗେଇ ପାରୁନାହିଁ। ଏହା ନିଶ୍ଚିତ ସ୍ୱାଧୀନ ଭାରତରେ ଶିକ୍ଷା ପ୍ରସାର ପାଇଁ ଚେଷ୍ଟା ଚାଲିଛି, ମାତ୍ର କାର୍ଯ୍ୟରେ ଆନ୍ତରିକତା କମ୍, ପ୍ରୋତ୍ସାହନ ଅଧିକ। କୌଣସି ବସ୍ତୁର ମୌଳିକ ମୂଲ୍ୟ କଥା ଚିନ୍ତା ନ କରି କେବଳ ରିପୋର୍ଟ ପ୍ରସ୍ତୁତି ହୋଇଥାଏ। କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ସବୁ କ୍ଷେତ୍ରରେ ସମାନ। କେବଳ ରିପୋର୍ଟ ତିଆରି କରାଯାଉଛି, ହେଲେ ତାହା ନିଶ୍ଚିତ ସଫଳ ହୋଇପାରୁନାହିଁ। ବର୍ତ୍ତମାନ ଯଦି ଆମେ ଶିକ୍ଷା କଥା ମଧ୍ୟ କହିବା, ନିଶ୍ଚିତ ଭାବରେ ବହୁତ ଗୁଡ଼ିଏ ଲୋକ ଶିକ୍ଷା ପାଇପାରୁନାହାନ୍ତି। ଏତେ ଗୁଡ଼ିଏ ସୁବିଧା ଥିଲେ ମଧ୍ୟ ଖାଲି 70% କୁହାଯାଉଛି ଯେ ଲିଟରେଟ୍ ଅଛନ୍ତି ବୋଲି, ଶିକ୍ଷିତ ଅଛନ୍ତି ବୋଲି, ହେଲେ କେତେ ମାତ୍ରାରେ ଅଛନ୍ତି ତାହା କିଏ ଜାଣେ। ବିଚାର ବିଶ୍ଳେଷଣ ସୂକ୍ଷ୍ମ ଦୃଷ୍ଟି ଅଭାବରୁ ଯୋଜନା ଫେଲ୍ ମାରେ। ଯେମିତି ଯୋଜନା ପ୍ରସ୍ତୁତ ହୋଇ ସାରିବା ପରେ ଅର୍ଥ ବିଭାଗର ଅନୁମୋଦନ ପାଇବାକୁ ଗଲାବେଳେ ଶିକ୍ଷାକୁ ହିଁ ପଛରେ ରଖାଯାଏ। ତୁମେମାନେ ଦେଖିପାରୁଥିବ କେତେ କମ୍ ଟଙ୍କା ଶିକ୍ଷାକୁ ଖର୍ଚ୍ଚ କରାଯାଉଛି। GDPର ଉନ୍ନତ କିଭଳି ହେବ? କେବଳ ଯୋଜନାରେ ହିଁ ଚାଲିଛି ସବୁକିଛି। ତ ଇଲଷ୍ଟ୍ରେଟେଡ୍ ୱିକଲି ଏକ ଇଂରାଜୀ ସାପ୍ତାହିକ ପତ୍ରିକା ଯାହାକି ସତ୍ୟଟିକୁ ଉନ୍ମୋଚନ କରିଛି ଏବଂ ଆମେରିକାରେ ଉଚ୍ଚଶିକ୍ଷିତ ଭାରତୀୟମାନେ ସେ ଦେଶର ସୁଖ ସମ୍ଭୋଗ, ଟଙ୍କା ପଇସା ପଛରେ ପଡ଼ି ନିଜ ଦେଶକୁ ଫେରୁନାହାନ୍ତି। ତ ଆମେରିକାର ସୁଖ ସମୃଦ୍ଧି ଭୋଗବିଳାସରେ ମାତି ରହିଛନ୍ତି, ଛାଡ଼ୁନାହାନ୍ତି। କାହିଁକିନା ନିଜ ଦେଶରେ ବିଶେଷଜ୍ଞମାନଙ୍କର ମୂଲ୍ୟନୀତି ବେଳେ ସେମାନଙ୍କୁ ଫେରିବାକୁ ପସନ୍ଦ କରୁନାହାନ୍ତି। କାହିଁକିନା ଆମ ଦେଶରେ ବିଶେଷଜ୍ଞର ଭ୍ୟାଲୁକୁ ଇମ୍ପୋର୍ଟାନ୍ସ ଦିଆଯାଉ ନାହିଁ।
ଯିଏ ଯାହା କଲା ସଂସାର ଭାସିଲା ସେ ବୋଲି ଚାଲିଛି। ଆମ ଦେଶରେ ଅଳ୍ପ ଶିକ୍ଷିତ ବିଷୟ ଅନଭିଜ୍ଞ ଶାସକମାନଙ୍କ ଦ୍ୱାରା ସବୁ ନିର୍ଦ୍ଧାରିତ ହୁଏ। ସବୁ ଡିସାଇଡ଼୍ କରେ କିଏ? ଜଣେ 10 ଫେଲ୍ ବ୍ୟକ୍ତି, ଯିଏକି ଜଣେ କ'ଣ ହେଇଥିବ, ନେତା ମନ୍ତ୍ରୀ ହେଇଥିବ। ଆଉ ଜଣେ IAS ଲେଭେଲ୍ର ଜଣେ ଜବ୍ କରୁଥିବ, ସେ ମଧ୍ୟ କ'ଣ କରିବ? ତାକୁ ନମସ୍କାର କରିବ, ତା'ର କଥା ମାନିବାକୁ ପଡ଼େ। ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ। ବମ୍ବେରୁ ପ୍ରକାଶିତ ମଣ୍ଡେ ଷ୍ଟାଣ୍ଡାର୍ଡ଼ରେ ମଧ୍ୟ ଏହିଭଳି ଏକ ଗର୍ହିତ ସତ୍ୟ ପ୍ରକାଶିତ ହୋଇଥିଲା। ଭାରତ ସରକାର ଆମେରିକାରେ ଥିବା ଜଣେ ଛାତ୍ରଙ୍କୁ ନିଜ ଦେଶରେ କାମ କରିବା ପାଇଁ ଆମନ୍ତ୍ରଣ କରିଥିଲେ। କାହିଁକିନା ଆମେ ତ ଦରମା ଦେଇପାରିବୁ ନାହିଁ, କିନ୍ତୁ ଦେଶ ସେବା ପାଇଁ ଚାଲି ଆସ ବୋଲି କହିଥିଲେ। ଯେଉଁଥିପାଇଁ କି ବିଶେଷଜ୍ଞମାନଙ୍କର କୌଣସି କାମ ପାଇଁ ବ୍ୟକ୍ତିଗତ ଆଗ୍ରହ କି ସ୍ପୃହା ନଥାଏ। ପୁଣି ଯାହାର ବି ସ୍ପୃହା ଥାଏ ସେ ଗୋଡ଼ ଟାଣିବା ପାଇଁ କମ୍ ଲୋକଙ୍କ ଭାରତରେ ନଥାନ୍ତି। ଯାହାର ସ୍ପୃହା ବା ବାସନା ଥାଏ ତାକୁ ପୁଣି ଗୋଡ଼ ଟଣାଯାଏ। ଆମ ଦେଶ ସେଇଭଳି। କ'ଣ କରିବା? ଆମ ଦେଶର ତ୍ରୁଟିପୂର୍ଣ୍ଣ ପରିଚାଳନା ପଦ୍ଧତିରେ ସଂସ୍କାର ନ ଆସିଲେ ଦେଶ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିପାରିବ ନାହିଁ। ଯଦି ସଂସ୍କାର ନ ଆସୁଛି ତାହେଲେ କ'ଣ ହେବ? ପରିବର୍ତ୍ତନ ଆସିବ ନାହିଁ। ଦେଶର ଅବସ୍ଥା ପାଇଁ ଯୋଜନା ବିଶେଷଜ୍ଞ କଥା ଛାଡ଼ିଦେଲେ ଶିକ୍ଷାର ଅଧୋଗତି ହିଁ ବିଶେଷ ଭାବରେ ଦାୟୀ। ଶିକ୍ଷା ପ୍ରସାର ବାହାରକୁ ଯେତେ ଲୋଭନୀୟ ଦେଖାଗଲେ ମଧ୍ୟ ଶିକ୍ଷାରେ ଏକ ଅସହାୟ ଅବସ୍ଥା ପହଞ୍ଚିଲାଣି। ଯେତେ ମଧ୍ୟ ପ୍ରସାର ହେଲେ ମଧ୍ୟ କିଛି ଅସହାୟ ଅବସ୍ଥା ଦେଖିବାକୁ ମିଳୁଛି। ଏଥିପାଇଁ ଭାରତ ସରକାର ଶିକ୍ଷା କମିଶନ ବସାଇ ପରିସ୍ଥିତି ସମୀକ୍ଷା କରୁଛନ୍ତି। ଗୋଟେ କମିଶନ କରାଯାଇଛି, ସେଥିରେ ସମୀକ୍ଷା ଖାଲି କରୁଛନ୍ତି। ଶିକ୍ଷାର ଅଧୋଗତି ପାଇଁ ଲେଖକ ପରୀକ୍ଷା ପଦ୍ଧତିକୁ ଦାୟୀ କରିଛନ୍ତି। କାହିଁକିନା ଆମର ଏଜୁକେସନ୍ ସିଷ୍ଟମ୍ ଏକା ସେଭଳି। ମାର୍କ ନହେଲେ କିଛି ହେବ ନାହିଁ। ଯେତେ ପାଠ ପଢ଼ା ପ୍ରତି ଧ୍ୟାନ ନଥିବ ସେତେ ଚିନ୍ତା କାହା ପ୍ରତି ଥିବ? ପରୀକ୍ଷା ପ୍ରତି ଥିବ। ଆମେ ମଧ୍ୟ ତାହା ଫିଲ୍ କରିଛୁ ହେଲା। ଆମ ତଥାକଥିତ ପରୀକ୍ଷା ପଦ୍ଧତିର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା କଷ୍ଟକର। କାହିଁକିନା ପରୀକ୍ଷା କେନ୍ଦ୍ରରେ ଅବୈଧ ଆଚରଣ କପି କରି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରର ମାନ ନିର୍ଦ୍ଧାରଣ କଲେ ଅତ୍ୟନ୍ତ ଅସହାୟ ହେବାକୁ ପଡ଼େ। ତା ସହ ନୋଟ୍ ପଢ଼ି ପାସ୍ କରନ୍ତି। ପିଲାଙ୍କର ମୌଳିକ ଚିନ୍ତା ଅଧ୍ୟବସାୟ ହେଲା, ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ହେଲା, ଶକ୍ତି ନୋଟ୍ ବହି ଦ୍ୱାରା ନଷ୍ଟ ହୋଇଯାଏ। ଲେଖକ କ୍ଷୋଭର ସହିତ କହିଛନ୍ତି ଯେ ନୋଟ୍ ବହି ପଢ଼ି ଭୋଟ୍ ଦେଲେ କେଉଁ ଗଣତନ୍ତ୍ର ଦେଶର ବିକାଶ ହେବ? ପିଲା ତ ଆମେରିକା, ରୁଷ ଭଳି ଦେଶମାନଙ୍କ ସହିତ ଆମେ ସମକକ୍ଷ ହୋଇପାରିବା ନାହିଁ। ମୌଳିକ ଚିନ୍ତାର ଆବଶ୍ୟକ ଦରକାର। କ୍ରମଶଃ ଶିକ୍ଷାର ମୂଲ୍ୟ କମିଯାଉଛି। ପିଲା ପାଠ ପଢ଼ିବା ବଦଳରେ ପ୍ରଶ୍ନପତ୍ରର ଅନୁସନ୍ଧାନ କରିବା, ପରୀକ୍ଷା ସମୟରେ ଅସାଧୁ ଉପାୟ ଅବଲମ୍ବନ କରିବା, ନୋଟ୍ ବହି ପଢ଼ିବାରେ ଜ୍ଞାନ ଅର୍ଜନ ହୁଏ ନାହିଁ। କୌଣସି ସ୍କୁଲ ପରୀକ୍ଷାରେ ଭଲ ଫଳ କଲେ ତା ଫଳାଫଳ ଉପରେ ସନ୍ଦେହ ଜାତ ହେଉଛି। କାହିଁକିନା ପୁନଶ୍ଚ ପରୀକ୍ଷା ପଦ୍ଧତି ମଧ୍ୟ ତ୍ରୁଟିପୂର୍ଣ୍ଣ। ଶିକ୍ଷାର କେବଳ ତଳସ୍ତର ନୁହେଁ, ଉପରସ୍ତର ମଧ୍ୟ ସନ୍ତୋଷଜନକ ନୁହେଁ। କାହିଁକିନା ଗୋଟେ ବିଶ୍ୱବିଦ୍ୟାଳୟକୁ ଯଦି ଆମେ ଦେଖିବା, ନିରୀକ୍ଷଣ କରିବା, ତାହେଲେ ପରୀକ୍ଷା ଯେତିକି ପାସ୍ ପିଲା ଥିଲେ ତା'ର 31% ଅସାଧୁ ଉପାୟରେ ଦଣ୍ଡାୟମାନ ହେଉଥିଲେ। ତୁମ ପରୀକ୍ଷାରେ ମଧ୍ୟ ସେଭଳି ହେବ ହେଲା। MP ଲେଖା ହେଇଥିବ, ତୁମେ ମେମ୍ବର ଅଫ୍ ପାର୍ଲାମେଣ୍ଟରେ ହେଇଯିବ ନା ମାଲ୍ ପ୍ରାକ୍ଟିସ୍। କାହିଁକିନା କପି କଲେ MP ତ ଆସିବ। ତ ଅସାଧୁ ଉପାୟ ଆଚରଣ କରିବା ନାହିଁ। ଏବେ ବିଶ୍ୱବିଦ୍ୟାଳୟରେ ବର୍ଷସାରା ପରୀକ୍ଷା ଫଳ। ଯେପରି ନଈ ଆମର ହୀରାକୁଦ ଡ୍ୟାମ୍ରେ ପାଣି ଛାଡ଼ିଲା ବୋଲି, ନଈରେ ପାଣି ଗଲା ବୋଲି ଆସୁଛି। ପୂର୍ବ ଶିକ୍ଷାର ମୂଲ୍ୟ ଓ ବର୍ତ୍ତମାନ ଶିକ୍ଷା ମୂଲ୍ୟକୁ ତୁଳନା କରି ଲେଖକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଜାଣିଛନ୍ତି କାହିଁକିନା ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜଣେ ଚାନ୍ସେଲର ଥିଲେ, ଭାଇସ୍ ଚାନ୍ସେଲର, କୁଳପତି। ବୈଦେଶିକ ଭାଷା ତୁଳନାରେ ମାତୃଭାଷାରେ ଅଧିକ ଭୁଲକୁ ଲେଖକ ଭଲ ଦୃଷ୍ଟିରେ ଦେଖି ନାହାନ୍ତି। ପୂର୍ବେ ପାଠ ପଢ଼ିବାର ସୁବିଧା ନଥାଇ, ଲୋକଙ୍କର ଆଗ୍ରହ ନଥାଇ ପାଠର ମାନଦଣ୍ଡ ଉଚ୍ଚ ଥିଲା। ମାତ୍ର ଏବେ ବିଜ୍ଞାନ ବଳରେ ସବୁ ସୁବିଧା ହୋଇଥିଲେ ମଧ୍ୟ ଶିକ୍ଷାର ମାନଦଣ୍ଡ କମି ଯାଉଛି। ଆଗେ କିଛି ସୁବିଧା ନଥିଲା କିନ୍ତୁ ଶିକ୍ଷାର ମାନଦଣ୍ଡ ଉଚ୍ଚ ଥିଲା, ଲୋକେ ପଢ଼ିବା ପାଇଁ ଆଗ୍ରହ ହେଉଥିଲେ। ମାତ୍ର ବର୍ତ୍ତମାନ ସବୁ ସୁବିଧା ଅଛି, ମୋବାଇଲ ଫୋନ୍ ଅଛି, ସବୁ ଅଛି, କିନ୍ତୁ ସମସ୍ତେ ତା'ର ଉପଯୋଗ ସଠିକ୍ ଜାଗାରେ କରୁନାହାନ୍ତି।
ପ୍ରାଥମିକ ସ୍ତରରୁ ଶିକ୍ଷାର ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ସେହି ସମାନ ଅବସ୍ଥା। ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ଼ରେ ଦ ଏମ୍ ଇନ୍ ବେଙ୍ଗଲୀ ଲେଖାଟିରେ ଯାହା ପ୍ରକାଶିତ ହୋଇଥିଲା ସେଥିରୁ ପ୍ରକୃତ ଶିକ୍ଷାର ମାନଦଣ୍ଡ ବିଚାର୍ଯ୍ୟ। ଉତ୍ତୀର୍ଣ୍ଣ ମାନଦଣ୍ଡରେ ପ୍ରଥମ ଶ୍ରେଣୀର ମୂଲ୍ୟ ନଥିବାରୁ ଡିଫିଲ୍ଡର ମୂଲ୍ୟ କମିଥିବାରୁ ଡିଲିଟ୍ କରିବାକୁ ବାଧ୍ୟ ହେଉଛନ୍ତି ପିଲା। କିନ୍ତୁ ଆଶ୍ଚର୍ଯ୍ୟ କଥା, ସେଥିରୁ ମଧ୍ୟ ଭଲ ଛାତ୍ର ନଥାନ୍ତି। ଭାରତରେ ବହୁ ଛାତ୍ର ଗବେଷଣା କରନ୍ତି, ମାତ୍ର ତାହା ଉଚ୍ଚଜ୍ଞାନୀ ରାଜ୍ୟରେ ସମ୍ମାନ ପାଏ ନାହିଁ। ତଳୁ ଉପରେ ସବୁ ଫାଙ୍କା ଥିବାରୁ ଦେଶ ସ୍ୱାଧୀନତା କିପରି ବଜାୟ ରହିପାରିବ? ତ ପ୍ରତ୍ୟେକ କ୍ଷେତ୍ରରେ ସେହି ଅବସ୍ଥା ଦେଖିବାକୁ ମିଳୁଛି, ଯାହାଦ୍ୱାରା କି ଆମେ ନିଜକୁ ଠକୁଛୁ। ଏହିପରି ଠକାମିରେ ଆମେ ଅନ୍ୟ ଦେଶ ସହ ସମାନ ହୋଇପାରିବା ନାହିଁ। ତେଣୁ ଶିକ୍ଷାକୁ ଶେଷ ସ୍ଥାନ ନ ଦେଇ ଶୀର୍ଷ ସ୍ଥାନ ଦେବା ପାଇଁ ପ୍ରାବନ୍ଧିକ କହିଛନ୍ତି। ତ ଆଞ୍ଚଳିକ ସଭାର କେଉଁ ବିଷୟକୁ ସଭା ଉପରେ ବିଚାର କରାଯାଇଛି? କୃଷିକୁ ଶିକ୍ଷାକୁ ଜିଲ୍ଲା ପରିଷଦର କେଉଁ ସ୍ଥାନ ଦିଆଯାଇଛି? ନା ସଭା ତଳ ଦିଆଯାଇଛି। ମଣିଷମାନଙ୍କୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତାପରେ ତାକୁ ଡେସ୍କରେ ସଜାଇବା ପାଇଁ କହିଛନ୍ତି ନା ଯୋଜନା? ପ୍ରଥମେ ଶିକ୍ଷା ତାପରେ ଯୋଜନା। ଲେଖକ ଆଜିକାଲିର ଯୁଗକୁ କେଉଁ ଯୁଗ ବୋଲି କହିଛନ୍ତି? ଆଜିକାଲିର ଯୁଗକୁ ଲେଖକ ଯୋଜନା ଯୁଗ ବୋଲି କହିଛନ୍ତି। ତା ସହ ନିରକ୍ଷରତା ପାଇଁ ଉନ୍ନୟନ ପଛରେ ପଡ଼ିଛି ବୋଲି ଜାତିସଂଘ କେଉଁ ରିପୋର୍ଟରେ କହିଛି? ଜାତିସଂଘ ତା'ର ଶିକ୍ଷା ରିପୋର୍ଟରେ କହିଛି। କେଉଁ ମହାଦେଶର ନିରକ୍ଷରତା ସବୁଠାରୁ ବଡ଼ ସମସ୍ୟା? ଏସିଆ ମହାଦେଶର ନିରକ୍ଷରତା ସବୁଠାରୁ ବଡ଼ ସମସ୍ୟା, 1/3। ଏଠାରେ ଶିକ୍ଷା ଅଭାବ ଯୋଗୁଁ ଯୋଜନା ଫେଲ୍ ମାରୁଛି। ଯୋଜନା ଅର୍ଥ ବିଭାଗର ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗକୁ ପଡ଼େ? ନା ଶିକ୍ଷା ବିଭାଗକୁ ପ୍ରଥମେ ଆଘାତ ପଡ଼େ। ବିଶେଷଜ୍ଞମାନଙ୍କର କେଉଁ ଦେଶର ବିଶେଷ ମୂଲ୍ୟ ନାହିଁ? ନା ଭାରତରେ ବିଶେଷଜ୍ଞମାନଙ୍କର ମୂଲ୍ୟ ନାହିଁ, ତେଣୁ ସେମାନେ ଆମେରିକା ଚାଲି ଯାଉଛନ୍ତି। ଭାରତବର୍ଷରେ ସବୁ କଥା କେଉଁମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ? ନା ଶାସକମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ। ବିଶେଷଜ୍ଞମାନଙ୍କୁ ବିଶେଷ ସ୍ଥାନ ମିଳୁନାହିଁ। ଭାରତୀୟମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି ବୋଲି କେଉଁଠାରେ ଗୋଟେ ବାହାରିଥିଲା ପତ୍ରିକାରେ, ସଣ୍ଡେ ଷ୍ଟାଣ୍ଡାର୍ଡ଼। ଶିକ୍ଷାର କେଉଁ କଥା ନ ରୋକିଲେ ଆମର ଅବସ୍ଥା ଶୋଚନୀୟ ହେବ ବୋଲି କୁହାଯାଇଛି? ନା ଶିକ୍ଷାର ଅଧୋଗତି ନ ରୋକିଲେ ଆମର ଅବସ୍ଥା ଶୋଚନୀୟ ହେବ ବୋଲି କୁହାଯାଇଛି। ଶିକ୍ଷା କମିଶନ ଅନ୍ୟାନ୍ୟ ବିଷୟ ଅପେକ୍ଷା କାହା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଲେଖକ ଅନୁରୋଧ କରିଛନ୍ତି? ନା ପରୀକ୍ଷା ପଦ୍ଧତିକୁ। ସତ୍ୟ ହୋଇଥିଲେ ସାଂଘାତିକ ନାମକ ଉପାଗ୍ରହ କେଉଁ କାଗଜରେ ପୁରସ୍କାର ପାଇଥିଲା? ନା କଳିଙ୍ଗ କାଗଜ ପ୍ରକାଶିତ ହୋଇଥିଲା। ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖା ହୋଇପାରି ନାହିଁ, ସେ ଦେଶରେ କାହାର ସ୍ଫୁରଣ ହୋଇପାରିବ ନାହିଁ? ମୌଳିକ ଚିନ୍ତା। ମୌଳିକ ପୁସ୍ତକ ନହେଲେ ମୌଳିକ ଚିନ୍ତାର ସ୍ଫୁରଣ କିଭଳି ଭାବରେ ହେବ? ତ ଆନ୍ଧ୍ରପ୍ରଦେଶରେ ଛାତ୍ରଟିଏ କ'ଣ ବିକି 10,000 ଟଙ୍କା ଲାଭ ଉଠାଇଥିଲା? ନା ପ୍ରଶ୍ନପତ୍ର ବା କୋଶ୍ଚିନ୍, ଯାହାକୁ ଆମେ କହୁଛେ କୋଶ୍ଚିନ୍ ପେପର୍ ହିଁ ଲିକ୍ କରିବା। ବିଶ୍ୱବିଦ୍ୟାଳୟ ଗୋଟିଏ ପରୀକ୍ଷାରେ ପାସ୍ କରିଥିବା ପିଲାଙ୍କ କେତେ ଭାଗ ଅବୈଧ ଆଚରଣରେ ଦଣ୍ଡିତ ହୋଇଥିଲେ? ନା 1/3। MP ହୋଇଯାଇଥିଲେ ମାଲ୍ ପ୍ରାକ୍ଟିସ୍। ହୀରାକୁଦ ବନ୍ଧରୁ ପାଣି ଝରିଲା ପରି ସାରା ବର୍ଷଯାକ କ'ଣ ଆସ୍ତେ ଆସ୍ତେ ବାହାରୁଛି? ପରୀକ୍ଷା ଫଳ ଆସ୍ତେ ଆସ୍ତେ ବାହାରୁଛି। ଆଗେ ମେଟ୍ରିକୁଲେସନ୍ ପାସ୍ କରି ଲୋକେ କେଉଁ କାମ ଚଳାଇ ଦେଉଥିଲେ? ଆଗେ ମେଟ୍ରିକୁଲେସନ୍ ପାସ୍ କରି ମାଜିଷ୍ଟ୍ରେଟ୍ କାମ ଚଳାଇ ଦେଉଥିଲେ। କାହାର ବୋଧହୁଏ ଆଜିକାଲି ପାଠପଢ଼ା ସଙ୍ଗେ କୌଣସି ସମ୍ପର୍କ ନାହିଁ? ନା ଅକ୍ଷରର, ଯେଉଁ ଅକ୍ଷର ଗୁଡ଼ା। ବ୍ରିଟିଶମାନେ କାହାକୁ ତୋପ କରି ଦେଖାଇ ଜାପାନୀ ଶତ୍ରୁଙ୍କୁ ଏ ଦେଶରୁ ଘଉଡ଼ାଇଥିଲେ? ତାଲ ଗଛ।